କ'ଣ ଆପଣମାନେ ବି କେତେବେଳେ ମୋ ଭଳି ଖାଲି ସସ୍ ପାଉଚ୍ରେ ଏମିତି ପାଣିକୁ ଭର୍ତ୍ତି କରିକି ଫ୍ରିଜ୍ରେ ରଖିଛନ୍ତି? ଆଉ ଯଦି ଆପଣମାନେ ଏହାର ରିଜିନ୍ଟା ଜାଣିନାହାନ୍ତି ତାହେଲେ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିହାତି ଭାବରେ ଦେଖନ୍ତୁ, ଆଉ ଜମା ବି ସ୍କିପ୍ କରନ୍ତୁନି। ନମସ୍କାର, ଜୟ ଜଗନ୍ନାଥ। ଆଜିର ଗୋଟେ ସୁନ୍ଦର ସା ଟିପ୍ସ ଭିଡ଼ିଓରେ ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଆଉ ଖୁସିରେ ଥିବେ। ତ ଯଦି ମୋ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି ଆଉ ଫାଷ୍ଟ କିନା ମୋ ଭିଡ଼ିଓକୁ ୱାଚ୍ କରୁଛନ୍ତି ତାହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନକୁ କ୍ଲିକ୍ କରିନିଅନ୍ତୁ, ଯାହାଫଳରେ ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ଆଉ ଆପଣମାନେ ଏମିତି ସୁନ୍ଦର ସୁନ୍ଦର ଆଉ ୟୁନିକ୍ ଭିଡ଼ିଓ ସବୁ ଦେଖିବା ପାଇଁ ପାଇପାରିବେ। ଆଉ ଭିଡ଼ିଓଟି ଆପଣମାନେ କେଉଁଠୁ ୱାଚ୍ କରୁଛନ୍ତି ସବୁଦିନ ଭଳି ଆଜି ବି ମୋତେ କମେଣ୍ଟ ସେକ୍ସନ୍ ଲେଖି ଜଣାଇ ଦିଅନ୍ତୁ, ଯାହାଫଳରେ ମୁଁ ଜାଣିପାରିବି ଯେ ମୋ ଭିଡ଼ିଓଟା ପର୍ଟିକୁଲାର ଦୁନିଆର କେଉଁ କୋଣ ଅନୁକୋଣରେ ପହଞ୍ଚି ପାରିଛି। ତ ଚାଲନ୍ତୁ ଆଉ ଡେରି କାହିଁକି ଆଜିର ଫାଷ୍ଟ ଟିପ୍ସ ଆଡ଼କୁ ଯିବା, ଦେଖିବା କ'ଣ ଅଛି। ତ ଦେଖନ୍ତୁ, ଏଗୁଡ଼ା ହେଉଛି ସୋଲା ବୁଟ, ଯେଉଁଟାକି ମୁଁ ଆଣିଥିଲି ମାର୍କେଟରୁ, କିନ୍ତୁ କିଛି ଦିନ ରହିଯିବା ପରଟା ବହୁତ ଜଲ୍ଦି ଆକ୍ଚୁଆଲି ମୁଁ ଧ୍ୟାନ ଦେଲିନି ବୋଲି ଏମିତି ପୁରା ହୋଲ୍ ହେଇକିନା ସବୁ ପୋକ ଲାଗିଯାଇଛି। କିନ୍ତୁ ଆପଣମାନେ ଯଦି ଏସବୁ ଜିନିଷ ଆଣି ଘରେ ଷ୍ଟୋର୍ କରିବାକୁ ଅଧିକ ଦିନ ଚାହୁଁଛନ୍ତି, ମାନେ ଆପଣ କହିବେ କି ମୁଁ ତ ଏବେ ଆଣିଛି 8 ଦିନ ହେଲା କିଛି ହେବନି, କିନ୍ତୁ ଯେଉଁ ଷ୍ଟୋରରୁ ଆପଣମାନେ ଆଣିବେ ସେଠି ଜଣା ନାହିଁ ଆପଣମାନଙ୍କୁ ଯେ କେତେ ଦିନ ଏଟା ଅଛି। ତ ସେଟାକୁ ଯଦି ଆପଣମାନେ ଘରେ ଆଣି ଏମିତି ରଖିଦେବେ ତାହେଲେ ନର୍ମାଲ୍ ଏଟା 10-15 ଦିନରେ ପୋକ ଲାଗିଯାଏ। ତ ମୋର ବି ସେଇଟା ହେଇଥିଲା। ତ ସେଥିପାଇଁ ଆପଣମାନେ ଯେବେ ବି ଆଣୁଛନ୍ତି ଡାଲି କି ଏମିତି ବଡ଼ ବୁଟ କି ଛୋଟ ବୁଟ କି ମଟର ହେଉ ଯାହା ବି ହେଉ, ତ ସେଥିରେ ଆପଣମାନେ ଟିକେ ସୋରିଷ ତେଲକୁ ଏମିତି ଆଡ଼୍ କରିଦେବେ ଆଉ ଭଲସେ ପୁରା ଏମିତି ଲଗେଇ ନେବେ। ଆଉ ଟିକେ ତାକୁ ଖରାରେ ପାରିବେ ଯଦି ଦେଖେଇଦେବେ, ଆଉ ଦେଖେଇକିନା ଆପଣମାନେ ଏୟାରଟାଇଟ୍ କଣ୍ଟେନରରେ ତାକୁ ଭରି କରିକି ରଖିନେବେ। ଦେଖିବେ ଆପଣମାନଙ୍କର ଯେତେ ଦିନ ବି ରଖନ୍ତୁ ନା କାହିଁକି ଆପଣମାନଙ୍କର ବୁଟରେ ଜମା ବି ଆଉ ପୋକ ଲାଗିବେନି, ପୁରା ସେମିତି ସତେଜ ହେଇକିନା ରହିବ। ମାନେ ଯେହେତୁ ସୋରିଷ ତେଲର ସ୍ମେଲ୍ଟା ଭଲ ରାଗ ଥାଏ, ତ ସେଥିପାଇଁ ଏଥିରେ ପୋକ ଲାଗନ୍ତିନି ଆଉ ମଏଶ୍ଚର ବି ଆସେନି ଏଥିରେ ଆମର। ତ ଆଶା କରୁଛି ଏଇ ଟିପ୍ସଟା ତ ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯେହେତୁ ଶୀତ ଦିନ ଚାଲିଛି ଆମକୁ ଏଇଟା କରିବାକୁ ପଡ଼ିବ, ଖରାଦିନେ ନର୍ମାଲି ପୋକ ଲାଗନ୍ତିନି। ଆଉ ଯଦି ଆପଣମାନେ ଚାହୁଁଛନ୍ତି ପୋକ ନ ଲାଗୁ, ଏସବୁ ଜିନିଷ କରିବାକୁ ଚାହୁଁନାହାନ୍ତି, ତାହେଲେ ଖରାରେ ଫାଷ୍ଟ ଆପଣମାନେ ତାକୁ ଟିକେ ଗରମ କରିକି ରଖିପାରିବେ। ତ ଚାଲନ୍ତୁ ଯିବା ଆଜିର ସେକେଣ୍ଡ ଟିପ୍ସ ଆଡ଼କୁ, ଦେଖିବା କ'ଣ ଅଛି। ତ ଦେଖନ୍ତୁ, ଏଇ ଟାଇପ୍ର ଆମ ଘରେ ଚଟୁ ନିହାତି ଭାବରେ ଥାଏ କିଛି ଜିନିଷ ଆମକୁ ଛାଣିବା ପାଇଁ। ତ ଗୋଟେ ଗୋଟେ ଜିନିଷ ଆମର ନଷ୍ଟ ହୋଇଯାଏ ଯେଉଁଟାକି ଆମେ ୟୁଜ୍ କରିନଥାଉ। ତ ସେଥିପାଇଁ ଆପଣମାନେ କ'ଣ କରନ୍ତୁ ନା, ଏଇଟାକୁ ଏମିତି କାନ୍ଥରେ ଏମିତି ଟଙ୍ଗେଇ ନିଅନ୍ତୁ। ଆଉ ଏକ୍ସଟ୍ରା ଯଦି ଘରେ କିଛି ବହୁତ ସାରା ଚାମଚ ଅଛି ଆଉ ଆପଣମାନଙ୍କର ପିଲାମାନେ ସବୁବେଳେ ମାନେ ଷ୍ଟାଣ୍ଡରୁ ନେଇ ଯାଉଛନ୍ତି ବୋଲି ଭାବୁଛନ୍ତି ଆପଣମାନେ ହଇରାଣ ହେଉଛନ୍ତି, ଠିକ୍ ଟାଇମ୍ରେ ଚାମଚ ମିଳୁନି, ତାହେଲେ ଆପଣମାନେ ଏଟାକୁ ଏମିତି ରଖିପାରିବେ। ତ ଦେଖନ୍ତୁ, ଏଇଟା ପତଳା ଅଛି, ଆରାମସେ ରହିଯିବ। ଏମିତି ଗ୍ରେଟର ଛୋଟ ଛୋଟ ବି ରହିଯିବ ଏଥିରେ। ଆଉ ଆପଣମାନଙ୍କୁ ଅଲଗାଇବା ପାଇଁ କିଛି ଷ୍ଟାଣ୍ଡ ବି କିଣିବାକୁ ପଡ଼ିବନି, ଆପଣମାନେ ଆରାମସେ ଟଙ୍ଗେଇ ପାରିବେ। ଆଉ ଗୋଟେ ଜିନିଷର ରିୟୁଜ୍ ବି ବହୁତ ବଢ଼ିଆ ଭାବରେ ହେଇଗଲା। ତ ଆଶା କରୁଛି ଏଇ ଟିପ୍ସଟା ବି ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ ବୋଲି। ତ ଚାଲନ୍ତୁ ଯିବା ଆଜିର ନେକ୍ସଟ ଟିପ୍ସ ଆଡ଼କୁ। ତ ଆମ ଘରେ ତ ବହୁତ ସାରା ସକ୍ସ ଏମିତି ପେୟାର ବାଲା ଥାଏ, ଆଉ ଯେଉଁଟାକି ଆମକୁ ଠିକ୍ ଟାଇମ୍ରେ ମିଳିନଥାଏ। କେଉଁଟା ଆମେ ମାନେ ପିନ୍ଧିବା କ'ଣ ହେବା ପଟେ ପଟେ ସବୁଥିରୁ ଥାଏ, ଯେଉଁଟାକି ଆମେ ହଇରାଣ ହେଇଯାଇଥାଉ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବଢ଼ିଆ ଟିପ୍ସଟେ କହୁଛି, ମାନେ ଭାଙ୍ଗିବାର ଟିପ୍ସଟା ଆପଣମାନଙ୍କୁ କହିବି। ଏଇଟା କେଉଁ ୱେରେ ଆପଣମାନେ ଭାଙ୍ଗିଲେ ଆପଣମାନଙ୍କୁ ଜଲ୍ଦି ଜଲ୍ଦି ସବୁ ଜିନିଷ ମିଳିଯିବ। ତ ଦେଖନ୍ତୁ, ଏଇ ଟାଇପ୍ରେ ଆପଣମାନେ କ'ଣ କରିବେ ନା, ଦୁଇଟାକୁ ରଖିନେବେ ସାଇଜ୍ କରିକିନା। ଆଉ ଟିକେ ଟାଇମ୍ ଯଦି ଆପଣମାନେ ଦେବେ ତାହେଲେ ଟାଇମ୍ରେ ସବୁ ଜିନିଷ ମିଳିଯିବ। ଆପଣମାନେ କହିବେ ନା ମୋ ପାଖରେ ସମୟ ନାହିଁ ଏମିତି ଫୋଲ୍ଡ କରିବା ପାଇଁ, ଆଉ ଇଆଡ଼େ ସିଆଡ଼େ ପକାଇଦେବେ, ତ ହୁଏତ ଆପଣମାନେ ଠିକ୍ସେ ପାଇପାରିବେନି ଏ ଜିନିଷଟା। ତ ଏଇ ଟାଇପ୍ର ଯଦି ଆପଣମାନେ ସକ୍ସକୁ ଭାଙ୍ଗୁଛନ୍ତି, ଏଟା ତ କହିଲେ ଆପଣମାନେ ଜାଣିପାରିବେନି, ଦେଖିଲେ ଆପଣମାନେ ବୁଝିପାରିଥିବେ। ତ ଆରାମସେ ଆପଣମାନେ ଏଟାକୁ ଖୋଜିକି ପାଇପାରିବେ ଠିକ୍ ଟାଇମ୍ରେ। ତ ଚାଲନ୍ତୁ ଯିବା ଆଜିର ନେକ୍ସଟ ଟିପ୍ସ ଆଡ଼କୁ। ତ ଆମେ ଏଟାର ରିୟୁଜ୍ କେମିତି କ'ଣ କରିବା, ଯେଉଁଟାକି ଆପଣମାନେ ହୁଏତ ଆଗରୁ ଜମା ବି ଜାଣିନଥିବେ। ଆଉ ଗୋଟେ ଜିନିଷ ପାଇଁ ଆପଣମାନେ ପଇସା ବି ଖର୍ଚ୍ଚ କରନ୍ତି, କିଣିକି ଆଣନ୍ତି, କିନ୍ତୁ ଏଇ ଜିନିଷଟାର ଆମେ ଆଜି ବନେଇବା। ତ ଦେଖନ୍ତୁ, ଏଟାକୁ ଫାଷ୍ଟ ଆପଣମାନେ ଯଦି ବଡ଼ ସାଇଜ୍ ଅଛି ତ ଭଲ, ନହେଲେ ଛୋଟ ବି ଆପଣମାନେ ନେଇପାରିବେ। ଏଟାକୁ ଭଲସେ କ୍ଲିନ୍ କରିନେବେ, ଆଉ କ୍ଲିନ୍ କରିନା ଏ ଭିତରେ ପାଣି ଭରି କରିନେବେ। ଆଉ ପାଣି ଭରିକିନା ଆପଣମାନେ କ'ଣ କରିବେ ନା, ପୁରା ଫୁଲ୍ ଏମିତି ପାଣି ଭରି କରିକିନା ତାର ଢକ୍କନଟାକୁ ଆପଣମାନେ ଦେଇଦେବେ। ଆଉ ଢକ୍କନଟାକୁ ଦେଇକି ଆପଣମାନେ ଫ୍ରିଜ୍ରେ ଆକୁ 1-2 ଘଣ୍ଟା ରଖିଦେବେ, ଯେମିତି ଏଇଟା ଆଇସ୍ ହେଇଯିବ। ତ ଆପଣମାନେ କହିବେ କି ବଟଲରେ ବି ତ ରଖିପାରିବେ, କିନ୍ତୁ ଏଇଟା ବହୁତ ବଢ଼ିଆ ଜିନିଷ, ଆଉ ଏଇଟା ଆପଣମାନଙ୍କର ଗୋଟେ ବହୁତ ବଡ଼ କାମରେ ବି ଆସିବ। ତ ଆପଣମାନେ ଭିଡ଼ିଓ ଜମା ବି ସ୍କିପ୍ କରନ୍ତୁନି, ଫାଷ୍ଟ ହେଲା ଯାଏଁ ଦେଖନ୍ତୁ, ତାହେଲେ ଆପଣମାନେ ଯାଇକି ଜାଣିପାରିବେ। ତ ଦେଖନ୍ତୁ, ଏଇଟା କିଛି ସମୟ ପାଇଁ ଫ୍ରିଜ୍ରେ ଏବେ ରହିଗଲା, ମାନେ ତାକୁ ଛାଡ଼ିଦେବା। ଅଧଘଣ୍ଟାରୁ 45 ମିନିଟ୍ ଆପଣମାନେ ଛାଡ଼ି ନେବେ। ତ ଯଦି ଜଲ୍ଦି ଜଲ୍ଦି ଅଛନ୍ତି ତାହେଲେ 15 ମିନିଟ୍ରେ ବି ଆପଣମାନେ ବାହାର କରିପାରନ୍ତି। ତ ଦେଖନ୍ତୁ, ଏଟାକୁ ନେଇକି ଆମେ କ'ଣ କରିବା। ତ ଦେଖନ୍ତୁ, ଆପଣମାନଙ୍କର ମାନେ ଯଦି ଆପଣମାନଙ୍କର କୌଣସି ଜାଗା ଦରଜ ହେଇଛି, ତାହେଲେ ଆପଣମାନେ ବରଫ ଘଷିଥାନ୍ତି ପଲିଥିନ୍ରେ ଭର୍ତ୍ତି କରିକିନା। କିନ୍ତୁ ଏଇଟାକୁ ଯଦି ଆପଣମାନେ ଏମିତି ବରଫର ସେକ ଦେବେ, ତାହେଲେ ଆପଣମାନଙ୍କୁ ଆଉ ପାଣି ଅଯଥା ବୋହିବନି, ମାନେ ପଲିଥିନ୍ରୁ ପାଣି ବି ବାହାରିଯାଏ।
ଆପଣମାନଙ୍କୁ ଟାଇମ୍ ବି ଟେକିଂ ହେବ, କିନ୍ତୁ ସେଥିପାଇଁ ଆପଣମାନେ ଏଟାକୁ ଯଦି ବନେଇକି ଏମିତି ଲଗାଉଛନ୍ତି ତାହେଲେ ଗୋଟେ ଜାଗାରେ ଆପଣମାନଙ୍କର ପାଣିଟା ଷ୍ଟୋର୍ ହେଇକି ରହିଲା, ବରଫ ହେଇଗଲା। ଆଉ ଯେହେତୁ ଏଟା ମୋଟା ଥାଏ ସେମିତି ପାଣି ଏପଟ ସେପଟ ବି ହୁଏନି, ଆଉ ବହୁତ ବଢ଼ିଆ ଭାବରେ ଏଟା କାମ ବି ଦିଏ, ଯେହେତୁ ଥଣ୍ଡାଟାକୁ ଅଧିକ ସମୟ ଧରିକି ରଖିଥାଏ। ତ ଆଶା କରୁଛି ଏଇ ଟିପ୍ସଟା ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ ବୋଲି, କାହିଁକିନା ଏଇସବୁ ଜିନିଷ ଆପଣମାନେ ୟୁଜ୍ କରିସାରିଲା ପରେ ୟୁଜଲେସ୍ ଭାବିକିନା ତାକୁ ବାହାରେ ଫୋପାଡ଼ି ଦେଇଥାନ୍ତି, କିନ୍ତୁ ଜମା ବି ଫୋପାଡ଼ନ୍ତୁନି, ଏମିତି କାମରେ ଲଗାନ୍ତୁ। ଭିଡ଼ିଓଟିକୁ ଫାଷ୍ଟ ଲାଷ୍ଟ ଯାଏଁ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ।